ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ପୁନର୍ବାର ପ୍ରଭୁ ଆମମାନଙ୍କୁ ଆଜି ସୁଯୋଗ ଦେଇଛନ୍ତି ବାଇବେଲରୁ ଅଧ୍ୟୟନ କରିବା ନିମନ୍ତେ। ଆଜି ଆମମାନଙ୍କର ଆଲୋଚନା ହେବ ଯେ ଯୀଶୁଖ୍ରୀଷ୍ଟ ଯେତେବେଳେ ପୃଥିବୀରେ ଜନ୍ମ ନେଲେ ସେ ପୁରାତନ ନିୟମ ବା ବ୍ୟବସ୍ଥା ଅନୁସାରେ ପ୍ରଚାର କଲେ ନା ଅନୁଗ୍ରହ ପ୍ରଚାର କଲେ, ଏହି ଉପରେ ଆମେ ଆଲୋଚନା କରିବା। ତେଣୁ ଆମେ ପ୍ରଥମ ପଢ଼ିବା ମାଥ୍ୟୁ 19 ପର୍ବର 16 ଏବଂ 17। ଏଠାରେ ଏ ପ୍ରକାର ଲେଖା ଅଛି, ଆଉ ଦେଖ, ଜଣେ ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କେଉଁ ସତ୍କର୍ମ କରିବି? ଜଣେ ଯୁବକ ଯୀଶୁଙ୍କ ନିକଟକୁ ଆସି ପ୍ରଶ୍ନ କରନ୍ତି ଯେ ଅନନ୍ତ ଜୀବନ ପାଇବା ପାଇଁ ମୁଁ କେଉଁ ପ୍ରକାର ସତ୍କର୍ମ କରିବି? ଏହି ଜାଗାରେ ଯୀଶୁଙ୍କର ଉତ୍ତର କ'ଣ ଥିଲା ଆମେ ଦେଖିବା। 17 ଯୀଶୁ ତାଙ୍କୁ କହିଲେ, ସତ୍ ବିଷୟରେ ମୋତେ କାହିଁକି ପଚାରୁଛ? ସତ୍ କେବଳ ଜଣେ, କିନ୍ତୁ ତୁମେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର ତେବେ ଆଜ୍ଞା ସବୁ ପାଳନ କର। ଏହି ଜାଗାରେ ଯୀଶୁ କହିଲେ ସତ୍ ବୋଲି କାହିଁ କହୁଛ? ସତ୍ କେବଳ ଜଣେ। ତ ଏ ସତ୍ ବିଷୟରେ ଯେତେବେଳେ ଯୀଶୁ କହୁଛନ୍ତି, ଏହା ଆମେ ଆଗକୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା। କିନ୍ତୁ ଏହି ଜାଗାରେ ଦେଖନ୍ତୁ, ଯଦି ତୁମେ ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର ତେବେ ଆଜ୍ଞା ଗୁଡ଼ିକ ପାଳନ କର ବୋଲି ଲେଖା ହେଇଛି। ତ ଆଜ୍ଞା କହିଲେ କ'ଣ? ଯାହାକି ପରମେଶ୍ୱର ମଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ, ତଳ ସବୁକୁ ଯଦି ଆମେ ପଢ଼ିବା ଆଉ ସେଠି କ୍ଲିୟରଲି ଲେଖା ହେଇଛି। ସେ ଯୁବକ କହୁଛନ୍ତି କି ପ୍ରକାର ଆଜ୍ଞା, ସେଠି ଯୀଶୁ କ୍ଲିୟର କରି କହିଦିଅନ୍ତି। ତେଣୁ ଏହି ଜାଗାରେ ଆମେ ଦେଖୁଛୁ ଯେ ଅନନ୍ତ ଜୀବନ ପ୍ରାପ୍ତ ହେବା ପାଇଁ ମୁଁ କ'ଣ କରିବି? ଯେତେବେଳେ ଯୁବକ ପ୍ରଶ୍ନ କରିଛନ୍ତି, ସେହି ସମୟରେ ଯୀଶୁଙ୍କର ଉତ୍ତର ଅଛି, ଯଦି ତୁମେ ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର ତେବେ ତୁମେ ଆଜ୍ଞା ଗୁଡ଼ିକ ପାଳନ କର, ତେବେ ତୁମେ ଜୀବନରେ ପ୍ରବେଶ କରିପାରିବ। ବାଇବେଲରେ ଯୀଶୁଙ୍କର ଶିକ୍ଷାକୁ ଆମେ ଯେତେବେଳେ ଦେଖୁଛୁ, ଜୀବନରେ ପ୍ରବେଶ କରିବା ପାଇଁ, ଅନନ୍ତ ଜୀବନ ପାଇବା ପାଇଁ, ପରିତ୍ରାଣ ପାଇବା ପାଇଁ ବା ଧାର୍ମିକ ହେବା ପାଇଁ ଯୀଶୁ ଏଠାରେ ଆଜ୍ଞା ଗୁଡ଼ିକ ପାଳନ କରିବାକୁ କହନ୍ତି। ଯୀଶୁଖ୍ରୀଷ୍ଟ ଅନୁଗ୍ରହ ଦ୍ୱାରା ଧାର୍ମିକ ହେଇଛ ଆଉ ମୋର ରକ୍ତ ଦ୍ୱାରା ତୁମର ପାପ କ୍ଷମା ହେଉଛି, ଏ ପ୍ରକାର କହନ୍ତି ନାହିଁ। ବରଂ ଏହି ଜାଗାରେ ତୁମେ ଆଜ୍ଞା ଗୁଡ଼ିକ ପାଳନ କଲେ ତୁମେ ଜୀବନରେ ପ୍ରବେଶ କରିପାରିବ ବୋଲି କହନ୍ତି। ଆଉ ଗୋଟେ ଆମେ ରେଫରେନ୍ସ ପଢ଼ିବା ଯେ ମାଥ୍ୟୁ 23ର 1 ଏବଂ 2। ମାଥ୍ୟୁ 23ର 1 ଏବଂ 2 ଏଠାରେ ଏ ପ୍ରକାର ଲେଖା ଅଛି, ସେହି ସମୟରେ ଯୀଶୁ ଲୋକ ସମୂହ ଓ ଆପଣା ଶିଷ୍ୟମାନଙ୍କୁ କହିଲେ, ଶାସ୍ତ୍ରୀ ଓ ଫାରୁସୀମାନେ ମଶାଙ୍କ ଆସନରେ ବସିଅଛନ୍ତି। ଅତଏବ ସେମାନେ ତୁମମାନଙ୍କୁ ଯାହା କିଛି କହନ୍ତି ତାହା ମାନ ଓ ପାଳନ କର, ମାତ୍ର ସେମାନଙ୍କ କର୍ମ ଅନୁସାରେ କର ନାହିଁ, କାରଣ ସେମାନେ କହନ୍ତି କିନ୍ତୁ କରନ୍ତି ନାହିଁ। ଦେଖନ୍ତୁ, ଏହି ଜାଗାରେ ମଧ୍ୟ ଯୀଶୁ ଶିକ୍ଷା ଦେଲେ। ଫାରୁସୀ ଓ ଶାସ୍ତ୍ରୀମାନେ ମଶାଙ୍କ ସିଂହାସନରେ, ମଶାଙ୍କର ଆସନରେ ବସି ଅଛନ୍ତି, ଅର୍ଥାତ୍ ଶିକ୍ଷା ଦେବା ଜାଗାରେ ଅଛନ୍ତି। ଆଉ ମଶାଙ୍କର ଜାଗାରେ ଥାଇକି ଯେଉଁ ଶିକ୍ଷା ଦେଉଛନ୍ତି କିଏ? ଶାସ୍ତ୍ରୀ ଏବଂ ଫାରୁସୀମାନେ। ଶାସ୍ତ୍ରୀ ଓ ଫାରୁସୀମାନଙ୍କର ଶିକ୍ଷା କ'ଣ? କ'ଣ ସେମାନେ ଶିକ୍ଷା ଦିଅନ୍ତି? ଆଗକୁ ଯଦି ଆମେ ସୁଯୋଗ ପାଇବା, ଶାସ୍ତ୍ରୀମାନେ କିଏ, ଫାରୁସୀମାନେ କିଏ, ତାଙ୍କର ଶିକ୍ଷା କ'ଣ, ପ୍ରାଞ୍ଜଳରେ ଭାବେ ଆଲୋଚନା କରିବା। କିନ୍ତୁ ଆଜି ମୁଁ ଆପଣମାନଙ୍କୁ କହିବାକୁ ଚାହିଁବି, ଶାସ୍ତ୍ରୀ ଓ ଫାରୁସୀମାନଙ୍କର ଶିକ୍ଷା ହେଉଛି ବ୍ୟବସ୍ଥା। ବ୍ୟବସ୍ଥା ଦ୍ୱାରା ଧାର୍ମିକ ହେବା ନିମନ୍ତେ ସେମାନେ ଶିକ୍ଷା ଦିଅନ୍ତି। ଆଉ ଯେଉଁମାନେ ବ୍ୟବସ୍ଥା ପାଳନ କରୁଛନ୍ତି ସେମାନଙ୍କୁ ଫାରୁସୀ ବୋଲି କୁହାଯାଏ। ତେଣୁ ଫାରୁସୀମାନଙ୍କର ଶିକ୍ଷା ତୁମେ ଶ୍ରବଣ କର, ଆଉ ସେମାନେ ଯାହା ଯାହା ଶିକ୍ଷା ଦିଅନ୍ତି ତାହା ତୁମେ ମାନ, ଏବଂ ଯାହା ସେମାନେ କରିବା ପାଇଁ କହନ୍ତି ତାହା ତୁମେ କର। ଅର୍ଥାତ୍ କ'ଣ କହିବାକୁ ଚାହୁଁଛନ୍ତି ଯୀଶୁ? ଫାରୁସୀମାନେ ବ୍ୟବସ୍ଥା ଶିକ୍ଷା ଦିଅନ୍ତି, ଆଉ ବ୍ୟବସ୍ଥା ଅନୁସାରେ ଧାର୍ମିକ ହେବା ବିଷୟ ଶିକ୍ଷା ଦିଅନ୍ତି, ଆଉ ତୁମେ ତାହା ପାଳନ କର, ତୁମେ ତାହା ମାନ। ୟାର ଅର୍ଥ କ'ଣ? ଯୀଶୁ ବ୍ୟବସ୍ଥା ପାଳନ କର ନାହିଁ ବୋଲି କହିଲେ କି? ବ୍ୟବସ୍ଥା ନାହିଁ ବୋଲି କହିଲେ କି? ଅନୁଗ୍ରହ ଅଛି ବୋଲି କହିଲେ କି? ନାହିଁ। ଏଠାରେ ଯୀଶୁ
ବ୍ୟବସ୍ଥା ପାଳନ କର ଏବଂ ତୁମେ ଧାର୍ମିକତା ପ୍ରାପ୍ତ ହେବ ବୋଲି କହନ୍ତି। କିନ୍ତୁ ଶାସ୍ତ୍ରୀ ଫାରୁସୀ ମାନେ ବ୍ୟବସ୍ଥା ବିଷୟରେ ଶିକ୍ଷା ଦେଉଛନ୍ତି, କିନ୍ତୁ ସେମାନେ ନିଜେ ସେମିତି ବଞ୍ଚୁନାହାନ୍ତି। ସେମାନେ ଶିକ୍ଷା ଦିଅନ୍ତି, ମାତ୍ର ସେମାନେ ସେ ପ୍ରକାର ବଞ୍ଚନ୍ତି ନାହିଁ। ତୁମେ ସେ ପ୍ରକାର ହୁଅ ନାହିଁ ବୋଲି କହୁଛନ୍ତି। ମୁଁ ମୋଟାମୋଟି କହିବାକୁ ଚାହେଁ, ଯୀଶୁ ଏଠାରେ ତାଙ୍କର ଲୋକମାନଙ୍କୁ ଶିକ୍ଷା ଦେଉଛନ୍ତି, ଜିହୁଦୀମାନଙ୍କୁ ଶିକ୍ଷା ଦେଉଛନ୍ତି, ତୁମେ ଫାରୁସୀମାନଙ୍କର ଶିକ୍ଷା ଗ୍ରହଣ କର। ଆଉ ଫାରୁସୀମାନଙ୍କର ଶିକ୍ଷା ହେଉଛି ବ୍ୟବସ୍ଥା। ତୁମେ ବ୍ୟବସ୍ଥା ମାନ, ଆଉ ବ୍ୟବସ୍ଥା ପାଳନ କରିକି ତୁମେ ଧାର୍ମିକ ହେବା ପାଇଁ ଚେଷ୍ଟା କର ବୋଲି ଯୀଶୁ ଶିକ୍ଷା ଦିଅନ୍ତି। ତେଣୁ ଯୀଶୁ ଯେତେବେଳେ ଜନ୍ମ ହେଲେ, ଯୀଶୁ ଯେତେବେଳେ ପୃଥିବୀକୁ ଆସିଲେ, ତାଙ୍କର ଶିକ୍ଷା ପୁରାତନକୁ କ୍ରମନ୍ୱୟ ହୋଇଛି। ପୁରାତନକୁ ସେ କ୍ରମନ୍ୱୟ କରିଛନ୍ତି। ସେ ବ୍ୟବସ୍ଥାର ମୁକ୍ତ ବାକ୍ୟ ପ୍ରଚାର କରନ୍ତି ନାହିଁ। ଯୀଶୁଙ୍କର ଶିକ୍ଷା ବ୍ୟବସ୍ଥା ଭିତ୍ତିକ ଅଟେ। ଆଉ ଗୋଟେ ଆମେ ପଦପର୍ବ ଦେଖିବା, ମାର୍କ 7 ପର୍ବ 8 ଏବଂ 9। ମାର୍କ 7 ପର୍ବ 8 ଏବଂ 9 ଏଠାରେ ପ୍ରକାର ଲେଖା ଅଛି, ତୁମ୍ଭେମାନେ ଈଶ୍ୱରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରା ଓ ରୀତିନୀତି ଧରି ବସିଅଛ। 9 ଯୀଶୁ ସେମାନଙ୍କୁ କହିଲେ, ତୁମମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ୱରଙ୍କ ଆଜ୍ଞା ବେଶ ଅଗ୍ରାହ୍ୟ କରୁଅଛ। ଏଠାରେ ଯୀଶୁ କହୁଛନ୍ତି, ତୁମମାନେ ଈଶ୍ୱରଙ୍କର ଆଜ୍ଞା ପାଳନ କରୁନ, ଈଶ୍ୱରଙ୍କର ବ୍ୟବସ୍ଥା ପାଳନ କରୁନ, ବରଂ ତୁମ୍ଭେମାନେ ତୁମମାନଙ୍କର ପରମ୍ପରା ରୀତିନୀତି ପାଳନ କରିକି ଈଶ୍ୱରଙ୍କର ବାକ୍ୟର ବାହାରେ ଚାଲି ଯାଇଛ। ମନୁଷ୍ୟମାନଙ୍କର ରୀତିନୀତି ପାଳନ କରିବାକୁ ଯାଇ ତୁମେ ଈଶ୍ୱରଙ୍କର ଆଜ୍ଞା, ଈଶ୍ୱରଙ୍କର ବ୍ୟବସ୍ଥା ବେଶ ଅଗ୍ରାହ୍ୟ କରିଅଛ। ୟାର ଅର୍ଥ କ'ଣ? ତୁମେ ଆଜ୍ଞା ଗୁଡ଼ିକ ଗ୍ରାହ୍ୟ କରିଛ, ଆଉ ବ୍ୟବସ୍ଥା ପାଳନ କରୁନ, ତାହା ଠିକ୍ ବୋଲି କହୁଛନ୍ତି କି? ନାଇଁ, ତାହା ଠିକ୍ ବୋଲି କହୁନାହାନ୍ତି। ତୁମେ ଭୁଲ କରୁଛ। ତୁମେ ବ୍ୟବସ୍ଥା ପାଳନ କରିବା ଉଚିତ, ତୁମେ ରୀତିନୀତିରେ ଯିବା ଉଚିତ ନାହିଁ। ଈଶ୍ୱରଙ୍କର ଆଜ୍ଞା ଗୁଡ଼ିକ ପାଳନ କରିବା ଉଚିତ ବୋଲି କହନ୍ତି। ତେବେ ଈଶ୍ୱରଙ୍କର ଆଜ୍ଞା ମାନେ କ'ଣ? ଯୀଶୁ ଦେଇଥିବା ଆଜ୍ଞା କି? ନାଇଁ, ଯୀଶୁ ଆସିବା ପୂର୍ବରୁ ପରମେଶ୍ୱର ମଶାଙ୍କୁ ଯେଉଁ ଆଜ୍ଞା ଗୁଡ଼ିକ ଦେଇଛନ୍ତି, ତାହା ଯୀଶୁ ଏଠାରେ ଈଶ୍ୱରଙ୍କର ଆଜ୍ଞା ବୋଲି କହନ୍ତି। ଆଉ ସେ ଆଜ୍ଞା ଗୁଡ଼ିକ ତୁମେ ପାଳନ କର ବୋଲି ଶିକ୍ଷା ଦିଅନ୍ତି। ଆଉ ଗୋଟେ ପଦ ଦେଖିବା, ଯୀଶୁଙ୍କର ପ୍ରଚାର ବ୍ୟବସ୍ଥା ଭିତ୍ତିକ ଅଟେ। ଯୀଶୁଙ୍କର ପ୍ରଚାର ବ୍ୟବସ୍ଥାର ମୁକ୍ତ ନୁହେଁ। କାହିଁକି? ଯୀଶୁଙ୍କ ସମୟରେ ଅନୁଗ୍ରହ ସମୟ ଆସିନାହିଁ। ଯୀଶୁ ଯେତେବେଳେ ପ୍ରଚାର କରିଛନ୍ତି, ଯୀଶୁ ପ୍ରକୃତରେ ବ୍ୟବସ୍ଥାକୁ ଅନୁକରଣ କରିଛନ୍ତି। କିନ୍ତୁ ଆମେ ଅନେକ ସମୟରେ ଦ୍ୱନ୍ଦ୍ୱରେ ପଡ଼ିଯାଉ। ଯୀଶୁ ଯେତେବେଳେ ଆସିଲେ, ସେ ଅନୁଗ୍ରହ ବାକ୍ୟ ପ୍ରଚାର କଲେ ନାହିଁ। ଯୀଶୁ ଅନୁଗ୍ରହ ବାକ୍ୟ ପ୍ରଚାର କରିନାହାନ୍ତି। ଯୀଶୁ ବ୍ୟବସ୍ଥାର ପୁନରାବୃତ୍ତି କରିଛନ୍ତି। ଆଉ ଗୋଟେ ଆମେ ପଦ ପଢ଼ିବା, ଲୁକ 17 ପର୍ବ 11 ଆମେ ପଢ଼ିବା। ସେ ଜେରୁସାଲେମକୁ ଯାତ୍ରା କରିବା ସମୟରେ ସମିରଣ ଓ ଗାଲିଲି ମଧ୍ୟ ଦେଇ ଗମନ କରୁଥିଲେ। ଆଉ ସେ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ 10 ଜଣ କୁଷ୍ଠୀ ତାହାଙ୍କ ସହିତ ସାକ୍ଷାତ କଲେ। ସେମାନେ ଦୂରରେ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, ହେ ଯୀଶୁ ଗୁରୁ, ଆମମାନଙ୍କୁ ଦୟା କରନ୍ତୁ। ପୁଣି ସେ ସେମାନଙ୍କୁ ଦେଖି କହିଲେ, ତୁମମାନେ ଯାଇ ଆପଣା ଆପଣାମାନଙ୍କ ଯାଜକମାନଙ୍କୁ ଦେଖାଅ। ଆଉ ସେମାନେ ଯାଉ ଯାଉ ସୂଚୀ ହେଲେ। ଦେଖନ୍ତୁ, ଏଇ ଜାଗାରେ କୁଷ୍ଠୀ ଲୋକମାନେ ଯୀଶୁଙ୍କ ପଛରେ ପଛରେ ଆସିଲେ ଏବଂ ଯୀଶୁଙ୍କ ଦ୍ୱାରା ସୂଚୀ ହେବାକୁ ବା ସୁସ୍ଥ ହେବାକୁ ଇଚ୍ଛା କଲେ। କିନ୍ତୁ ଯୀଶୁ ସେମାନଙ୍କୁ ମୁଁ ସୁସ୍ଥ କଲି, ପବିତ୍ର ହେଲ ବୋଲି ନ କହିକି, ଯୀଶୁଙ୍କ ଦ୍ୱାରା ଯେହେତୁ ସେମାନେ ସୁସ୍ଥ ହେବାକୁ ଚାହୁଁଥିଲେ, ଯଦି ବି ଯୀଶୁ ସେମାନଙ୍କୁ ସୁସ୍ଥ କଲେ, ଯେହେତୁ ସେମାନଙ୍କର ବିଶ୍ୱାସ ଯୀଶୁଙ୍କ ଠାରେ ଥିଲା, ତେଣୁ ସେ ସେମାନଙ୍କୁ କ'ଣ ବୋଲି କହିଲେ? ତୁମେ ଯାଅ ଯାଜକମାନଙ୍କୁ ଦେଖାଅ। ଯାଜକମାନଙ୍କୁ ଯାଇକି ତୁମେ ସୁସ୍ଥ ହୋଇଛ ନା ନାହିଁ ତା ପରୀକ୍ଷା କର ବୋଲି କହିଲେ। ଏହି ସମାନ ପଦ ଗୋଟେ ଆମେ ଦେଖିବା ଏହି କୁଷ୍ଠୀ ଲୋକମାନଙ୍କ ସମ୍ବନ୍ଧରେ। ଆମେ ମାର୍କ ପୁସ୍ତକ 1 ପର୍ବକୁ ଦେଖିବା। ମାର୍କ
1:40-44 एठारे प्रकार लेखा अच्छे एथिमध्यरे जड़े कुष्ठी ताहांको निकटक आसी जानुपति ताहांको विनती करी कहिला आपण जदि इच्छा करती ताहेले मते सूची करी पारंती सेथिरे से दयारे विगलित होई हस्त विस्तार करी ताहांको सूची कले ओ कहिले मु इच्छा करूअछि सूची हुआ सेई क्षणी कुष्ठरोग ताहाठारु दूर हैला ओ से सूची हैला पुणी से ताहाकु अति दृढ़ रूपे आज्ञा देई सेई क्षणी विदाय करी कहिले सावधान काहाकु किछि कुह नाही किंतु जाओ जाजक निकटरे निजको देखाओ पुणी मशा जहा जहा आदेश करी अछंती सेई सबु आपणार शौचक्रिया स्वरूपे सेमानंक निकटरे साक्ष्य देवा निमंते उत्सर्ग कर। देखंतु एठारे जणे कुष्ठरोग जीशुंक निकटक आसुची कुष्ठी जीशुंक निकटक आसुची एवं कहूची प्रभु जदि आपण इच्छा करती तेबे मु सुस्थ हेबी से कुष्ठी भलरे जानिची जे जीशु जदि इच्छा करती से मते सुस्थ करि पारिबे प्रकृत रे जीशु नाही कि जहाँ इच्छा करुले सुस्थ करि पारुथिले जीशुंक ठारे सुस्थ करिवार पाप क्षमा करिवार अधिकार थिला तेणु से विश्वास सहित जीशुंक निकटक आसुची से पचारुची आपण जदि चाहिए मते सुस्थ करि पारिबे सेतले जीशु दयारे विगलित हेले अंतर रे कष्ट पाइले एवं कहिले मु इच्छा करूअछि तुमे सूची हुआ तुमे सुस्थ हुओ बोली कहले एवं जेतले से जीशुंक ठारो ए प्रकार शब्द शुणिले से कुष्ठरोग चलीगला बोली लिखाई से सांगे सांगे सुस्थ हेले से आरोग्य लाभ कले देखंतु ए जगह जीशु जेतले कहउछंती कुष्ठरोग से ताठारे रहू नाही सांगे सांगे पळै जाउची तापरे जीशु कहिले सावधान तुमे एई कथा काहाकू भी कहो नाही मु तुमको सुस्थ कली बोली काहाकू कहो नाही किंतु तुमे जाओ एवं याजक मानकू देखाओ देखो तो आपण माने चिंता करंतु जीशु ताकू सुस्थ कले कुष्ठ रोग चलीगला जीशु कौन पाई याजक मानक पाखक जाओ याजक मानक देखाओ बोली कहती कौन उद्देश्य जीशु सुस्थ करवाटा कौन यथेष्ट नुहे जीशु जहाँ सुस्थ कले ता कौन प्रकृत सुस्थ नुहे कौन पाई कहले एवं आहरी लिखाई मशा तुमको मशा व्यवस्था रे परमेश्वर जहाँ जहाँ आज्ञा करिसंती सूची हेबा पाई ता सेमानंक साक्षात रे कर बोली लिखाई जेतेबेले जणे कुष्ठी रोगी सुस्थ हुए कुष्ठ रोग मुक्ति पाए से गोटे विधि थिला नियम थिला मशांक समय मशांक विधि विधान व्यवस्था किए देइथिले परमेश्वर देइथिले कुष्ठी जेतेबेले सुस्थ हब से मशांक द्वारा सूची बोली घोषणा करा जिबा आवश्यक अछि मशांक नियम द्वारा सूची बोली घोषणा करा जिबार आवश्यकता अछि तेणु मशांक समय जो व्यवस्था दि जाइथिला आ सही समय परमेश्वर मशांक द्वारा याजक मानक बाछिले एवं याजक माने से कुष्ठ रोग को निरीक्षण करिवे जदि प्रकृत रे से सुस्थ होइछि ताकू सूची बोली घोषणा करिवे एवं सूची हला पोरे से लोक बलि करिवार आवश्यकता अछि रक्तपात करिवार आवश्यकता अछि ताहा करिवा द्वारा याजक ताकू संपूर्ण सूची बोली घोषणा करिवे आमे देखिबा एई पुस्तक द्वितीय विवरण आमे 14 पर्व को जीवा सॉरी द्वितीय विवरण नुहे लेवी पुस्तक 14 पर्व को जीवा एठे मु एक एटा प्रकृत रे 32 पर्यंत अच्छी सबू पढ़ा ना समय हेब ना आपण माने आपण मानकर व्यक्तिगत समय टिके पढ़िबे प्रांजल हेबापाई जे कुष्ठी लोकर सुस्थता उपरे स्वच्छ क्रिया बा सूची घोषणा निमंते कु प्रकार नियम थिला मु समस्त विषय कहि पारिबे ना जेहेतु समय अभाव किंतु मु पढ़ुची
ଲେବି 14 ପର୍ବ 1ରୁ ମୁଁ 9 ପର୍ଯ୍ୟନ୍ତ ପଢ଼ିବି। ଅନନ୍ତର ସଦାପ୍ରଭୁ ମଶାଙ୍କୁ କହିଲେ, କୁଷ୍ଠ ରୋଗୀର ସୂଚି ହେବା ଦିନରେ ତାହାର ଏହି ବ୍ୟବସ୍ଥା, ସେ ଯାଜକ ନିକଟକୁ ଅଣାଯିବ। ଦେଖନ୍ତୁ, ଯେତେବେଳେ ସେ କୁଷ୍ଠ ହେବ ବା କୁଷ୍ଠି ହେବ, କୁଷ୍ଠି ହେବା ଲକ୍ଷଣ ମଧ୍ୟ ଯାଜକ ଘୋଷଣା କରିବେ ଏବଂ କୁଷ୍ଠ ରୋଗରୁ ରକ୍ଷା ବା ସୁସ୍ଥ ପାଇଲା ତାହା ମଧ୍ୟ ଯାଜକ ଘୋଷଣା କରିବେ। ତେଣୁ ଯେତେବେଳେ ଜଣେ କୁଷ୍ଠି ସୂଚି ହେଉଛି ବା ସୁସ୍ଥ ପାଉଛି, ତାର ନିୟମ ହେଉଛି ସେ ଯାଜକ ନିକଟକୁ ଆସିବ ଏବଂ ଯାଜକ ସେଠି ସେ କ'ଣ ନିୟମ ଅଛି ତୋ ଦ୍ୱାରା ତାକୁ ସୂଚି ବୋଲି ଘୋଷଣା କରିବ। ତେଣୁ ଯାଜକ ଛାଉଣିର ବାହାରକୁ ଯିବ, ପୁଣି ଯାଜକ ଦେଖିବ, ଆଉ ଦେଖ ଯେବେ କୁଷ୍ଠିର କୁଷ୍ଠ ରୋଗର ଘା ସୁସ୍ଥ ହୋଇଛି, ଯାଜକ ତାକୁ ଦେଖିବ, ଭଲରେ ଚେକ୍ କରିବ ଯେ ପ୍ରକୃତରେ ୟାର କୁଷ୍ଠ ଚାଲିଯାଇଛି ନା ନାହିଁ, ସେ ଭଲରେ ଦେଖିବ। ତେବେ ଯେଉଁ ଲୋକ ସୂଚି ହେବାକୁ ଅଛି, ଯାଜକ ସେହି ଲୋକ ନିମନ୍ତେ 2 ଜୀବନ୍ତ ସୂଚି ପକ୍ଷୀ ଓ ଏରସ କାଠ ଓ ସିନ୍ଦୁର ବର୍ଣ୍ଣ ବ୍ରାକେଟରେ ଲମ୍ ଓ ଏସବ ନେବା ପାଇଁ ଆଜ୍ଞା ଦେବ। ଦେଖନ୍ତୁ, ଜିଅନ୍ତା ସେ ସୂଚି ପକ୍ଷୀ ଆଣୁଛି ଆଉ ଏରସ କାଠ ଆଣୁଛି ସିନ୍ଦୁର ବର୍ଣ୍ଣର। କ'ଣ ପାଇଁ? ସୂଚିକ୍ରିୟର ନିୟମ। ଏହି ଲୋକ କୁଷ୍ଠ ରୋଗରୁ ସୂଚି ହେଲେ ମଧ୍ୟ ବା ସୁସ୍ଥ ହେଲେ ମଧ୍ୟ ସେଠି ଗୋଟେ ପ୍ରକ୍ରିୟା ଅଛି ତାକୁ ସୂଚି ବୋଲି ଘୋଷଣା କରିବା ନିମନ୍ତେ। ମଶାଙ୍କ ନିୟମରେ ମଶାଙ୍କୁ ପ୍ରଭୁ ଯେଉଁ ନିୟମ ଦେଇଛନ୍ତି। ପୁଣି ଯାଜକ ମୃତ୍ତିକା ପାଦସ୍ଥିତ ସ୍ରୋତ ଜଳ ଉପରେ ଏକ ପକ୍ଷୀକି ବଧ କରିବାକୁ ଆଜ୍ଞା ଦେବ। ଦେଖନ୍ତୁ କେମିତି ସେ ବଧ କରାହେଉଛି। ତହିଁ ଉତ୍ତାରେ ସେ ସେଇ ଜିଅନ୍ତା ପକ୍ଷୀକି ଓ ଏରସ କାଠ ଓ ସିନ୍ଦୁର ବର୍ଣ୍ଣ ଲୋମ ଓ ଏସବ ନେଇ ସେହି ସ୍ରୋତ ଜଳ ଉପରେ ହତ ପକ୍ଷୀର ରକ୍ତରେ ଜିଅନ୍ତା ପକ୍ଷୀକୁ ଓ ସେହି ସବୁ ବୁଡ଼ାଇବ। ଏ ପ୍ରକାର ସେ କରିବ। ତାପରେ ସେ କୁଷ୍ଠରୁ ଶୋଧନୀୟ ଲୋକ ଉପରେ ତାହା 7 ଥର ତାହା ଛିଞ୍ଚି ଓ ସୂଚି ବୋଲି ପ୍ରକାଶ କରିବ। 7 ଥର ଢାଳିବ ସେ ଲୋକ ଉପରେ ସେଇ ରକ୍ତ ଏବଂ ସୂଚି ବୋଲି କ'ଣ କରିବ, 7 ଥର ଢାଳିଲା ପରେ ସୂଚି ବୋଲି ଘୋଷଣା କରିବ। ଆଉ ସେଇ ଜିଅନ୍ତା ପକ୍ଷୀକି କ୍ଷେତ୍ର ଆଡ଼େ ଛାଡ଼ିଦେବ। ସେହି ଶୋଧନୀୟ ଲୋକ ଆପଣା ବସ୍ତ୍ର ଧୋଇ ଓ ସମସ୍ତ ବେଶ କ୍ଷର ଏବଂ ଜଳରେ ସ୍ନାନ କରିବ। ତହିଁରେ ସେ ସୂଚି ହେବ। ତହିଁ ଜଳରୁ ସେ ଛାଉଣି ଭିତରକୁ ଆସିବ। ମାତ୍ର ସେ 7 ଦିନ ଆପଣା ତମ୍ବୁର ବାହାରେ ରହିବ। ଆଉ 7ମ ଦିନରେ ସେ ଆପଣାର ସମସ୍ତ କେଶ ଅର୍ଥାତ୍ ମସ୍ତକ, ଦାଢ଼ି ଓ ବୃଲତାରେ ସମସ୍ତ କେଶ କ୍ଷର କରିବ। ପୁଣି ଆପଣା ବସ୍ତ୍ର ଧୋଇ ଆପେ ଜଳରେ ସ୍ନାନ କରି ସୂଚି ହେବ। ଦେଖନ୍ତୁ, ଏତିକିରେ କଥା ସରିନାହିଁ, ଆମେ ସବୁ ପଢ଼ିବା ନାହିଁ। ମୁଁ କହିଛି ଆପଣମାନେ 32 ପର୍ଯ୍ୟନ୍ତ ପଢ଼ିବେ। ଜଣେ କୁଷ୍ଠି ସୁସ୍ଥ ପାଇଲା ପରେ, କୁଷ୍ଠ ରୋଗ ହେଇଥିବା ସମୟରେ ନୁହେଁ, କୁଷ୍ଠ ରୋଗରୁ ସୁସ୍ଥ ପାଇଲା ପରେ କେତେ ପ୍ରକାର ପ୍ରକ୍ରିୟା ଅଛି ଯେ ଇଏ ସୂଚି ବୋଲି ଘୋଷଣା କରାଯିବ ନିମନ୍ତେ। କାରଣ କୁଷ୍ଠ ରୋଗକୁ ଲୋକମାନେ ତୁଚ୍ଛ କରୁଥିଲେ। ଆଉ ଯେଉଁ ଲୋକ କୁଷ୍ଠ ହେଉଥିଲା ତାକୁ ଛାଉଣି ବାହାରେ, ତମ୍ବୁ ବାହାରେ ରଖୁଥିଲେ ଏବଂ କୌଣସି ଲୋକ ତା ସାଙ୍ଗକୁ ଯିବା ଆସିବା କରୁନଥିଲେ। ଏବଂ ଯେତେବେଳେ ସେ ସୁସ୍ଥ ହେଉଥିଲା, ଏହା ଯାଜକର କର୍ତ୍ତବ୍ୟ ଯେ ତାକୁ ସୂଚି ବୋଲି ଘୋଷଣା କରିବା ପାଇଁ। ତେଣୁ ଯାଜକ ସିଧାସଳଖ ସୂଚି ବୋଲି ଘୋଷଣା କରିବ ନାହିଁ। ତେଣୁ ସେଟା ମଶାଙ୍କର ନିୟମ ପ୍ରକ୍ରିୟା ଅଛି ତାକୁ ସୂଚି ବୋଲି ଘୋଷଣା କରିବା ପାଇଁ। ସେ ବଳିଦାନ କରିବ, ସେ ରକ୍ତ ତାକୁ ଢଳାଯିବ ଆଉ ଅଙ୍ଗୁଳିରେ ତାକୁ ଛୁଆଁଯିବ, ବିଭିନ୍ନ ପ୍ରକାର ଲେଖା ହେଇଛି। ତାପରେ ସେ ସୂଚି ବୋଲି ପ୍ରକାଶିତ ହେବ। ତେବେ ଆପଣମାନେ ଦେଖନ୍ତୁ, ଜଣେ କୁଷ୍ଠି ସୂଚି ହେଲେ ପ୍ରକାର ସୂଚି ହେବାକୁ ହୁଏ। ଆଉ ଯୀଶୁ ଯେତେବେଳେ ଜଣେ କୁଷ୍ଠିକୁ ସୂଚି କରୁଛନ୍ତି ବା ସୁସ୍ଥ କରୁଛନ୍ତି, ହେଲେ ଯୀଶୁ ମୁଁ ତୁମକୁ ସୁସ୍ଥ କଲି, ତୁମେ ସୁସ୍ଥ ହେଲ, କିଛି ଦରକାର ନାହିଁ ବୋଲି କହିବାର ଆବଶ୍ୟକତା ଥିଲା। ତେବେ ଯୀଶୁ କାହିଁକି ତାକୁ କହୁଛନ୍ତି ଯେ ତୁମେ ଯାଜକ ପାଖକୁ ଯାଅ? ଯୀଶୁ ଯେତେବେଳେ ଜନ୍ମ ହେଲେ, ତାକୁ ସୁସ୍ଥ କଲେ, ତାକୁ ସୂଚି କଲା ପରେ କିଛି ଆବଶ୍ୟକ ନାହିଁ ବୋଲି କହିବାର ଆବଶ୍ୟକ ଥିଲା। କିନ୍ତୁ ଯୀଶୁଙ୍କର ଶିକ୍ଷାରେ ଆମେ ଦେଖୁଛୁ
ଯୀଶୁ ନାହିଁ କି ଯାଜକମାନଙ୍କ ପାଖକୁ ଯିବାକୁ କହୁଛନ୍ତି। ୟାର ଅର୍ଥ କ'ଣ? ଯୀଶୁ ବ୍ୟବସ୍ଥା ଅନୁସାରେ ପ୍ରଚାର କରନ୍ତି, ବ୍ୟବସ୍ଥାକୁ ପାଳନ କରନ୍ତି, ବ୍ୟବସ୍ଥା ଅନୁସାରେ ସୂଚୀକ୍ରିୟା କରନ୍ତି। ବ୍ୟବସ୍ଥା ନାହିଁ, ବ୍ୟବସ୍ଥା ଲୋପ ହେଇଛି, ମୁଁ ଜନ୍ମ ହେବା ଦ୍ୱାରା, ମୁଁ ଆସିବା ଦ୍ୱାରା ବୋଲି କହନ୍ତି ନାହିଁ। ତେବେ ଯୀଶୁଙ୍କର ପ୍ରଚାର, ଯୀଶୁଙ୍କର ଶିକ୍ଷା ବ୍ୟବସ୍ଥା ଉପରେ ଥିଲା। ବ୍ୟବସ୍ଥା ଅନୁସାରେ ସେ କରୁଥିଲେ, ବ୍ୟବସ୍ଥାର ମୁକ୍ତ ବାକ୍ୟ ସେ ପ୍ରଚାର କରୁନଥିଲେ। ଆମେ ସ୍ପଷ୍ଟ ହେବାର ଆବଶ୍ୟକତା ଅଛି, ଆମେ ଜାଣିବାର ଆବଶ୍ୟକତା ଅଛି। ତେଣୁ ଯୀଶୁ ଆମକୁ ଯେତେବେଳେ ପ୍ରଚାର କରନ୍ତି, ଯୀଶୁ ଆମକୁ ଯେତେବେଳେ ଶିକ୍ଷା ଦିଅନ୍ତି, ଆମେ ସେହି ସମୟରେ ଦେଖିବାର ଅଛି ବା ଏଇଟା ବ୍ୟବସ୍ଥା ଭିତରେ ଅଛି ନା ନାହିଁ, ନା ବ୍ୟବସ୍ଥା ବାହାରେ ଅଛି। ତ ଯେତେବେଳେ ଆମେ ନିଜ ବିଷୟକୁ ଚିନ୍ତା କରୁ, ଆମେ କେମିତି ଉଦ୍ଧାର ପାଇବୁ, କେମିତି ଉଦ୍ଧାର ଆମକୁ ମିଳିବ, ତ ବ୍ୟବସ୍ଥା ଦ୍ୱାରା କ'ଣ ଆମକୁ ଧାର୍ମିକତା ମିଳିବ? ବ୍ୟବସ୍ଥା ଦ୍ୱାରା ଆମେ ଉଦ୍ଧାର ପ୍ରାପ୍ତ ହେବା? ବ୍ୟବସ୍ଥା ପ୍ରଚାର କରିବାଟା କ'ଣ ଅନୁଗ୍ରହ କି? ନାହିଁ। ସେଥିପାଇଁ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, 2 ତିମୋଥୀ 2:15 ଅନୁସାରେ ଇଂଲିଶରେ ଯାହା ଲେଖାଯାଏ, ଷ୍ଟଡି ଟୁ ସିଉ ଥାଇସେଲ୍ଫ ଆପ୍ରୁଭ୍ unto God, a workman needeth not to be ashamed, rightly dividing the word of truth। ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, ସତ୍ୟ ବାକ୍ୟକୁ ଯଥାର୍ଥ ରୂପେ ଭାଗ କର, ଅଲଗା ଅଲଗା କର। ସମସ୍ତ ବାକ୍ୟ ସତ୍ୟ ଅଟେ, କୌଣସି ବାକ୍ୟ ମିଥ୍ୟା ନୁହେଁ, ସବୁ ବାକ୍ୟ ସତ୍ୟ। କିନ୍ତୁ ବାଇବେଲରେ ସମସ୍ତ ବାକ୍ୟ ସମସ୍ତଙ୍କ ନିମନ୍ତେ ନୁହେଁ। ବାଇବେଲରେ 2ଟି ଦଳ ଅଛନ୍ତି, ସ୍ୱଜାତି ଏବଂ ବିଜାତି। 2ଟି ମଣ୍ଡଳୀ ଅଛି, ଅନୁଗ୍ରହର ମଣ୍ଡଳୀ ଏବଂ ପୃଥିବୀର ରାଜ୍ୟର ମଣ୍ଡଳୀ। ତେଣୁ ଯୀଶୁ ଯେତେବେଳେ ଆସିଲେ, ସେ ବିଜାତିମାନଙ୍କ ପାଇଁ ପ୍ରଚାର କରିନାହାନ୍ତି, ଖାଲି ବିଜାତିମାନଙ୍କ ପାଇଁ ପ୍ରଚାର କରିନାହାନ୍ତି କି ସେ ଅନୁଗ୍ରହ ମଧ୍ୟ ପ୍ରଚାର କରିନାହାନ୍ତି। ସେ ବ୍ୟବସ୍ଥାକୁ ଅନୁସରଣ କରିଛନ୍ତି, ସେ ବ୍ୟବସ୍ଥାକୁ ପ୍ରଚାର କରନ୍ତି। ତେଣୁ ଯୀଶୁଙ୍କର ଶିକ୍ଷା, ଯୀଶୁଙ୍କର ସେବା କାର୍ଯ୍ୟ ବ୍ୟବସ୍ଥା ଭିତ୍ତିକ ଥିଲା, ଅନୁଗ୍ରହ ଉପରେ ନଥିଲା। ଏବଂ ଯୀଶୁ ଆଉ ଅନୁଗ୍ରହ ବାକ୍ୟ ଯେହେତୁ ପ୍ରଚାର କରିନାହାନ୍ତି, ଆଉ ପାଉଲଙ୍କ ଦ୍ୱାରା ଅନୁଗ୍ରହ ସମୟ ଯେତେବେଳେ ଆସିଲା, ପାଉଲଙ୍କ ଦ୍ୱାରା ଅନୁଗ୍ରହ ବାକ୍ୟ ପ୍ରଚାରିତ ହେଲା। ସେଇଠାରେ ସୂଚୀ ହେବାଟା, କୁଷ୍ଠି ରୋଗ ମୁକ୍ତି ପାଇବାଟା ଯାଜକ ଆବଶ୍ୟକ ନାହିଁ, ସେଟା ବ୍ୟବସ୍ଥା ପାଳନ ଆବଶ୍ୟକତା ନାହିଁ। ପାଉଲ କେବେ ମଧ୍ୟ କହନ୍ତି ନାହିଁ ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହେବ ବୋଲି। ଗାଲାତି 2:21 ଲେଖା ହେଇଛି, ମୁଁ ଖ୍ରୀଷ୍ଟଙ୍କ ଅନୁଗ୍ରହକୁ ବ୍ୟର୍ଥ କରିବି ନାହିଁ। ଯଦି ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହୁଏ, ତେବେ ଖ୍ରୀଷ୍ଟ ମୃତ୍ୟୁ ଭୋଗ କରିବା ବୃଥା ବୋଲି ଲେଖା ହେଇଛି। ଗାଲାତି 5:4 ମଧ୍ୟ ଲେଖା ହୁଏ, ତୁମେ ଯେତେ ଲୋକ ମଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକ ହେବାକୁ ଚାହୁଁଛ, ତୁମେ ଖ୍ରୀଷ୍ଟଙ୍କ ଠାରୁ ବିଚ୍ଛିନ୍ନ ହେଇଛ, ଅନୁଗ୍ରହରୁ ପତିତ ହେଇଛ ବୋଲି ଲେଖାଯାଏ। ମୁଁ କହିବାକୁ ଚାହେଁ, ପାଉଲଙ୍କ ସମୟରେ ବ୍ୟବସ୍ଥା ଅଛି କି ନାହିଁ? ପାଉଲଙ୍କ ସମୟରେ ବ୍ୟବସ୍ଥା ନାହିଁ, ପାଉଲଙ୍କ ସମୟରେ ସମ୍ପୂର୍ଣ୍ଣ ଅନୁଗ୍ରହ ଅଛି। ଅନୁଗ୍ରହ ବାକ୍ୟ କେତେ ଭିନ୍ନ, ଆଉ ପାଉଲ କେମିତି ପ୍ରକାର ବାକ୍ୟ ପାଇଲେ, ଆଗାମୀ ଦିନରେ ଆହୁରି ଆମେ ପ୍ରାଞ୍ଜଳ ଭାବରେ ଆଲୋଚନା କରିବା। ଆଜି ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, ପାଉଲଙ୍କ ସମୟରେ ରୋମ ଠାରୁ ଫିଲିମନ ଭିତରେ ଅନୁଗ୍ରହ ସୁସମାଚାର ଅଛି, ତାକୁ ଛାଡ଼ିଦେଲେ ବ୍ୟବସ୍ଥା ଅଛି। ଏପରିକି ଯୀଶୁ ମଧ୍ୟ ଯେତେବେଳେ ପ୍ରଚାର କଲେ, ସେ ବିଜାତିମାନଙ୍କୁ ପ୍ରଚାର କଲେ ନାହିଁ, ସେ ସ୍ୱଜାତିମାନଙ୍କୁ ପ୍ରଚାର କଲେ ଏବଂ ବ୍ୟବସ୍ଥା ଅନୁସାରେ ଧାର୍ମିକତା ପ୍ରାପ୍ତ ହେବା ନିମନ୍ତେ ପ୍ରଚାର କଲେ। ମୁଁ ଆଶା କରୁଛି ଆପଣମାନେ ବାକ୍ୟ ବୁଝିପାରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ବୁଝେଇବାରେ ସକ୍ଷମ ହେବେ। ତେଣୁ ଆମେ ହେଉଛୁ ବିଜାତି, ଆମେ ସ୍ୱଜାତି ନାହିଁ। ଆମ ପାଇଁ ବ୍ୟବସ୍ଥା ପ୍ରଚାର କରାଯାଇ ନାହିଁ, ଯେହେତୁ ଆମର ପ୍ରଚାରକ ହେଉଛନ୍ତି ସାଧୁ ପାଉଲ। ତେଣୁ ରାଇଟଲି ଡିଭାଇଡ଼ କରିବାର ଆବଶ୍ୟକତା ଅଛି, ରାଇଟଲି ଭାଗ କରିବାର ଆବଶ୍ୟକତା ଅଛି। କେଉଁ ସମୟରେ କିଏ କାହାକୁ କେତେବେଳେ କେଉଁ ବାକ୍ୟ କହିଛନ୍ତି ବୁଝିବାର ଆବଶ୍ୟକତା ଅଛି। ତେଣୁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆମେ ଯେମିତି ଭାଗ କରିପାରିବା। ଜିହୁଦୀମାନଙ୍କର ବାକ୍ୟ, ସ୍ୱଜାତିମାନଙ୍କର ବାକ୍ୟ, ବ୍ୟବସ୍ଥା ଭିତ୍ତିକ ବାକ୍ୟ ଅଲଗା, ଅନୁଗ୍ରହ ବାକ୍ୟ ଅଲଗା। ତେଣୁ ଯୀଶୁ ନିଜେ କହିଛନ୍ତି, ମୁଁ ବିଜାତିମାନଙ୍କ ପାଇଁ ପ୍ରେରିତ ନୁହେଁ। ଆମେ ବିଜାତି, ଆମେ ଅସୁନତ, ଆମେ ସୁନତ ହେଇନୁ। ଯେଉଁଟାକି ମାଥ୍ୟୁ 10:5-6 ଲେଖା ହେଇଛି, ସେ 12 ଜଣ ଶିଷ୍ୟମାନଙ୍କୁ କହନ୍ତି, ତୁମେ ବିଜାତିମାନଙ୍କ ପାଖକୁ ଯାଅ ନାହିଁ, କେବଳ ଇସ୍ରାଏଲ ବଂଶର ହଜି ଯାଇଥିବା ମେଷମାନଙ୍କ ପାଖକୁ ଯାଅ। ଏବଂ ମାଥ୍ୟୁ 15:24 ପୁନର୍ବାର କହନ୍ତି, ମୁଁ ଇସ୍ରାଏଲ ବଂଶର ହଜି ଯାଇଥିବା ମେଷମାନଙ୍କ ବିନା ମୁଁ କାହା ନିକଟକୁ ପ୍ରେରିତ ହୋଇନାହିଁ। ତେବେ ଆମେ ଜାଣିବା ଉଚିତ ନୁହେଁ କି ଯୀଶୁଙ୍କର ସେବା କାର୍ଯ୍ୟ କେବଳ ସ୍ୱଜାତି ଉପରେ ଥିଲା, ବିଜାତି ଉପରେ ନୁହେଁ।
तेणु आमे जेहेतु विजाति आम बाइबल स्पष्ट भाव में लिखाई साधु पाउल कहते मु विजाति मान निमंते प्रेरित होइछि। प्रथम तीमुथी 2:7 लिखाई मु विजाति मान शिक्षक पालक प्रचारक भाव में नियुक्त हेली। से आम प्रचारक आ पालंकर प्रचार व्यवस्था अनुसार नुहे, व्यवस्था बाहर धार्मिकता विषय प्रचार करती। रोमी 3:21 एबे व्यवस्था व्यतीत ईश्वरंकर धार्मिकता प्रकाशित होइछि। तेणु ख्रीष्टरे प्रभुंकर दास माने भाई भौणी माने आमे बुझिबार आवश्यकता अछि साधु पाउलंकर प्रचार एवं जीशुंकर एवं 12 जन शिष्य मानकर प्रचार संपूर्ण अलग अटे। साधु पाउल जो पर्यंत आसी ना अनुग्रह सुसमाचार आसी ना। आमे जेहेतु जानिचु बाइबल रे 3टा जुग अछि, से जुग मध्य पाउलंक समय ठारू ही अनुग्रह जुग आरंभ होइछि। तेणु आमे जदि सत्य वाक्य को यथार्थ रूपे भाग करिबा नाही, एबे भी कोन आमे जाजक पाखु जीवा, एबे भी कोन जाजक माने अछंती, एबे आमे व्यवस्था कोन पालन करिबा, 10 आज्ञा कोन एबे हमकु धार्मिक करे कि नाही। सेति पई बहुत वाक्य ए प्रकार अछि। मु आशा करूछि आपण माने जदि सुनुचंती आउ बुझी पारुथिबे ए प्रकार आगो को आमे अनेक आलोचना करिबा बेसी प्रांजळ हेबा। सेति पई आपण माने जो भाई भौणी माने सुनुचंती जदि नुआरे शुणुंट आउ सब्सक्राइब करंतु एवं बेल आइकन को दबांतु एवं शेयर करंतु आउ लाइक करंतु, समस्ते जानतु। मिसिकी आसंतु आम सत्य वाक्य समस्त वाक्य को आलोचना करिबा। आ वाक्यर भाग माप केमती अछि, जुग केमती अछि, समस्त विषय आलोचना करिबा। तेबे आमे सबु विषय प्रांजळ रे बुझी पारिबा। सेति पई आजिर आलोचना जीशु अनुग्रह सुसमाचार प्रचार करि नथिले। जीशु पुरातन नियम रे जो व्यवस्था थिला से व्यवस्था को क्रमन्वय करथिले। मु आशा करूछि आपण माने आजिर वीडियो रे किछि शिखिबार विषय पाइले। समस्तंकु नमस्कार एवं प्रेज द लॉर्ड।